ଆଜି ଶୁଣିବା ଉପନ୍ୟାସ ପରଜା। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 8। ଥୋଟାଗୁଡ଼ାରେ ସାହୁକାର ରାମବିଶେଇ ଘର। ପାହାଡ଼ର ଛାତି ଚିରି ଚିରି ଆସି ନାଲି ନାଲି ଶଗଡ଼ ରାସ୍ତା ତାର। ଆଗଦାଣ୍ଡରେ ଗଣ୍ଡି ଭିଡ଼ିଛି। ଯେତେବେଳେ ଦେଖିଲେ ଖାଲି ଶଗଡ଼ ପୁଞ୍ଜାଏ ଦି ପୁଞ୍ଜା ଏଠି ସେଠି ବିଞ୍ଚି ହୋଇ ପଡ଼ିଥିବ। କାହାର ଅଖ ସଜଡ଼ା ହେଉଛି, କେଉଁଥିରେ ନୂଆ ଲୁହା ଫିତା ଚକରେ ଭିଡ଼ା ଲାଗିଛି, କେଉଁଟା ସେହିପରି ଥୁଆ ହୋଇଛି କାମକୁ ଅପେକ୍ଷା କରି। ପିଲାମାନେ ନାଚକୁଦି ଦୋଳି ଖେଳୁଛନ୍ତି। ଘର ଆରପାଖରେ ଅବଶ୍ୟ 4-5ଟା ଘୋଡ଼ା ଆଗ ଗୋଡ଼ ଛନ୍ଦା ହୋଇ ନାଚି ନାଚିକା ଘର ଟୋକୁଥିବେ। ଆଉ 5-10ଟା ହାତୀ ପରି ବଳଦ ଶୋଇ ଶୋଇ ଘୁଙ୍ଗୁଡ଼ି ମାରୁଥିବେ। ବେକ ଚାରିପାଖେ ମାଛି ଆଉ କାଉ। ତାପରେ ତାର ଘର। ପ୍ରଥମେ ସାଉଡ଼ି ସାଉଡ଼ି ମାଟି ଘର, ତାର ଭଣ୍ଡାର, ଘରେ ଘରେ ଧାନ ମାଣ୍ଡିଆ, ବସ୍ତା ଓଳିଆ, ଓଦର କୋରମେଇ, ତାପରେ ତାର ଭିତିରି ଭଣ୍ଡାର ଦୁଆର। ଦୁଆରେ ଲମ୍ବ ଲମ୍ବ ତାଟି, ଧାନ ଅଳସି, ମରିଚ, ହଳଦୀ ଶୁଖୁଥିବ। ତାର ଦୁଆରଟା ଗୋଟିଏ ବଡ଼ ଖଳା। ତାପରେ ତାର କୋଠା ଘର। ଦକ୍ଷିଣର ତେଲେଙ୍ଗା ସାହୁକାରଙ୍କ ଘର ଛାଞ୍ଚରେ ପିଣ୍ଡାରେ ବସ୍ତା ମାଳ, ସେର ତରାଜୁ, ଭଙ୍ଗା ଦଦରା ଖଟ, ଚୌକି, ତାପରେ ଲୁହା ଗୋବମରା ବଡ଼ କାଠ କବାଟ। ଘର ପାଖ ହେଲେ କିପରି ଗୋଟାଏ ଗମରା ଗନ୍ଧ ଜଣାପଡ଼େ। ଅଗଣାରେ ପଶିଲେ କ୍ରମେ ପରିଷ୍କାର ହୋଇ ବାରି ହୁଏ। ଏଇ ଗମରା ଗନ୍ଧ ବଳଦର ଆଉ ଗୋତିର ଝାଳ, ସାଇତା ହୋଇଥିବା ପୁରୁଣା ଫସଲର ବାମ୍ଫ, ପାଖ ଆଖରେ ଖତ କୁର, ଯୁଗ ଯୁଗର ଧୂଳି, କାରବାରୀ ଲୋକ ସେ, ସବୁ ମିଶି ତାର ଧନ ଦୌଲତର ସୁବାସ। କୁହୁଡ଼ି ପରି ଗାଁ ଆବରି ଉପରକୁ ଉଠେ, ପଦାକୁ ଆପଣାକୁ ଫୋପାଡ଼ି ହୁଏ। ସବୁ ତାର। ଘର ପାଖେ ବଡ଼ ବଡ଼ ଲେମ୍ବୁ ତୋଟା, ବଡ଼ ବଡ଼ କ୍ଷେତ, ଜମିଜମା, ଘରବାଡ଼ି ସବୁ। ଆଉ ଠିକ୍ ତାର ଘର ଖାନାବାଡ଼ି ସେପାଖେ ଦୁଇ ପାଖକୁ 2ଟି ସାନ ସାନ ପଲ୍ଲୀ। ସେଠି ଘରର ଚାଳଭଙ୍ଗା ଦନ୍ତଡ଼ା ହାଲିଆ ଖାଲିଆ ହୋଇ ଗୋଟାଏ ଗୋଟାଏ କରକୁ ଆଉଜି ପଡ଼ିଛି। ଉପରେ ପିରିଛପର ଠାଏ ଠାଏ ଉଠିଯାଇ ତୁଚ୍ଛା ଡାଙ୍ଗଗୁଡ଼ାକ ଦିଶୁଛି। ତଳେ କାନ୍ଥ ଭଙ୍ଗା ଫଟା। ଚାଳ ଉପରୁ ସ୍ଥାନେ ସ୍ଥାନେ ଛିଣ୍ଡା କରିହା ସବୁ ଝୁଲୁଛି। ଗରିବଙ୍କ ଘର କରେନା, ଯାହାଙ୍କର ଖାଇବାକୁ ଖାଦ୍ୟ ନାହିଁ, ପିନ୍ଧିବାକୁ ଖଦି ନାହିଁ, ସବୁବେଳେ କାନ୍ଦଣା। ସାହୁକାର ଘରର ବେଶି ଶୋଭା ବଢ଼େଇ ଦିଏ ଦିପାଖର ଏଇ ଦୁଇ ପଲ୍ଲୀ। ଏଇ ଦୁଇ ପାଖ ଯେପରି ମରିଛି। ଖାଲି ଏଇ ପିଲା 2-3 ଗଣ୍ଡାକୁ ଛାଡ଼ିଦେଲେ ଅନ୍ୟମାନେ କିଏ କେତେବେଳେ ଏ ଘରେ ଦିନବେଳା ଥାଆନ୍ତି ତାହା ଠିକ୍ ଜଣାପଡ଼େ ନାହିଁ। କିଏ କେତେବେଳେ ଯାଇ ଆସେ, ଖାଲି ପଡ଼ିଥାନ୍ତି ପିଲାଗୁଡ଼ାକ। ମାଡ଼ ମରାମରି ହୁଅନ୍ତି, କାନ୍ଦନ୍ତି, ବୋବାନ୍ତି। ଠିକ୍ ଏତିକିବେଳେ ଯେତେବେଳେ ଗରିବର ଘରକରଣା ସୁକୁ ସୁକୁ ହୋଇ ଚାଲିଥାଏ, ଶସ୍ୟ ବୋଝେଇ ହୋଇ ପଲ ପଲ ଲଦା ବଳଦ ଆସନ୍ତି। ଚାରିଆଡ଼ୁ ରାସ୍ତାର ବୁଢ଼ିଆଣୀ ଜାଲରେ କେତେ ଶଗଡ଼ ଗଡ଼ି ଆସେ, ଯାଏ ଆସେ। ଗୋଟା ଗୋଟା ଜଙ୍ଗଲ ଚାଲି ଆସିଲା ପରି କାଠପତ୍ର ବୋଝେଇ ହୋଇ ଅସୁମାରୀ ଗୋତିପଲ ମାଡ଼ି ଆସନ୍ତି। ସମସ୍ତେ ଚାଲିଯାଆନ୍ତି ସାହୁକାରର ମୁହୁଫେଣା ପରି ଭଣ୍ଡାର ଆଡ଼କୁ। ସେଠି କାଉ, ସେଠି କୁକୁର, ସେଠି ଘରଚଟିଆ, ସେଠି ମଣିଷ, ସେଠି ରାଇଜଯାକର ଛାରପୋକ ଆଉ ଅସରପା ସେଇ ସାହୁକାର ଘରେ। ବଡ଼ ବଡ଼ ପ୍ରଭୁ ଅଧିକାରୀ ଆସିଲେ ସମସ୍ତେ ତାରି ପିଣ୍ଡାରେ ବସା। ବିଧାତାର ଚିତ୍ରର ବିନ୍ୟାସ ପାଇଁ ଦୌଲତଖାନାର ଦୁଇପାଖେ 2ଟା ଫାଙ୍କା ମଶାଣି। ସେମାନେ ମଧ୍ୟ ବୁନିଆଦି ଏଇ ଦୁଇ ପାଖର ଲୋକେ। ଯୁଗେ ଯୁଗେ ତାଙ୍କର ବାପଗୋସେପା କାମଧନ୍ଦା କରି ଖାଇ ଚଳିଛନ୍ତି। ଜମିଜମା ସବୁ ସାହୁକାର କ୍ରମେ ନେଇଯାଇଛି। ସେମାନେ ସଙ୍କୁଚିତ ହୋଇ ଯାଇଛନ୍ତି। ଘର ସାମ୍ନାରେ ସାହୁକାରର ବଡ଼ ମଦ କୋଠି। କାମଧନ୍ଦା ପରେ ମଦ ଟୋପାକ ଲାଗି ସୁଆଦ। ଦିନୁ ଦିନ ଯୋହୁଁଯାଏ କେବେ ଦିନେ ସାହୁକାର କହେ, ହେ, ତୋ ଉପରେ 3 କୋଡ଼ି ଟଙ୍କା ହେଲା, ଟଙ୍କା ଦବୁ କି ଭୂମି ଦବୁ? ଏବେ ମଦ ଦୋକାନ ନାହିଁ, କିନ୍ତୁ ଭୂମି ସବୁ ସରିଛି। ଏଇ ଭଙ୍ଗା ଦଦରା ଘରଗୁଡ଼ାକର କୋଟଳିଆ ଆଖି ଆଗରେ କେତେ ସାନ ବଡ଼ ଘଟଣା ବଡ଼ଘରର ଦାଣ୍ଡ ସାମ୍ନାରେ ଘଟିଯାଇଛି। ଫଟା ଘର ଖାଲି ଚାହିଁ ଚାହିଁ ରହିଛି, ବାବତାସି ସହିଛି।
ଆଁ କରି ଚାହିଁ ଦେଖିଛି ଏତେ ବର୍ଷର ଇତିହାସ। ବଡ଼ ଘରେ ମାଟି ପଡ଼ିଛି, ଗୋଟି ଗୋଟି ହୋଇ ଘରର ସଂଖ୍ୟା ବଢ଼ିଯାଇଛି। ଦୌଲତଖାନା ହସି ଉଠିଛି। ସାନ ଘର ଛିଣ୍ଡିଛି। ବଡ଼ ଘର ଆଗରେ ରାସ୍ତା ଫିଟିଛି, ବଗିଚା ଲାଗିଛି, ଆମଦାନୀ ରପ୍ତାନି କାରବାର ଲାଗିଛି। ସାନ ଘର ଆଗରେ ବଢ଼ି ଉଠୁଛି ପିରିଘାସର ବଣ। ଯେତେ ଅଳିଆର ଆଲ୍ରା କାଚ୍ରା। ସବୁବେଳେ ଭୟ, କେତେବେଳେ ସାହୁକାର କୋପ ହୋଇଗଲେ ପୁଲିସ ଲୋକ ଲଗାଇଦେବ। ସେମାନେ ଲୁଇସେନ୍ କେସୁ କରି ପକାଇବେ। ସାନ ଘର ଦେଖିଛି, ବଡ଼ ଘରେ ଆଗେ ଥିଲା ମଦଭାଟି, ତାପରେ ଖୋଲିଛି ଗୋଦାମ। ସେ କେତେ ଦିନର କଥା ହୋଇଗଲା। କନ୍ଧ ପରଜା ରଇତ ଆସି ହାତ ଯୋଡ଼ି ମାଗୁଛି, ସାହୁକାର ପୁଟିଏ ଧାନ କରଜ ଦେ। ସାହୁକାର ପୁଟିଏ ଧାନ କରଜ ଦେ। ସାହୁକାର କହିଛି ନେ। ଗଲାବେଳେ ସାହୁକାର ପଚାରିଛି, ପୁଟିଏ ନେଲୁ କିରେ? ରଇତ କହିଛି ନେଲି। ସାହୁକାର କହିଛି ଯା ଗୁମାସ୍ତାକୁ କହିଆ। ରଇତ ଫେରିଆସି କହିଛି କହିଲି। ସାହୁକାର ଏହି କଥା କହିବାକୁ ତାକୁ 3 ଜାଗାକୁ ପଠାଇଛି। ତହିଁ ଆର ବର୍ଷ ପୁଟିଏ ମୂଳ ଆଉ ଅଧପୁଟିଏ ସୁଧ ବୋଝ ଧରି ରଇତ ଆସି କହିଛି ନେ ସାହୁକାର। ସାହୁକାର ଡୋଳା ଦିଟା କପାଳରୁ ଉଠେଇ ଦେଇ ପଚାରିଛି କିରେ ଏଇ କ'ଣ ରେ? ରଇତ କହିଛି ପୁଟିଏ ମୂଳ ଅଧପୁଟିଏ ସୁଧ। ସାହୁକାର ଜେରା କରିଛି କିରେ ପୁଟିଏ ମୂଳ କ'ଣ ରେ? ମୋଠୁ ନେଲୁ ପୁଟିଏ, ଗୁମାସ୍ତାକୁ କହି କରି ନେଲୁ ପୁଟିଏ, ସାହୁକାରିଣୀକୁ କହି କରି ନେଲୁ ପୁଟିଏ, ମୋର ଗୋତି ମାଗିଦେଲା ପୁଟିଏ। ଗଣିଲୁ କେତେ ପୁଟି ହେଲା? 4 ପୁଟି ସମୁଦାୟ ନା? ସେଥିରେ ସୁଧ 2 ପୁଟି, ଏମିତି 6 ପୁଟି। ଏ 1.5 ପୁଟି ତ କଳନ୍ତରକୁ ବି ଅଣ୍ଟୁ ନାହିଁ। ରଇତ ଆବାକାବା ହୋଇ ଏଣେ ତେଣେ ଅନେଇଛି। ଛେପ ଢୋକି କହିଦେଇଛି ହଇ ହେଇଥିବ କାଇଁକି ଅର୍ଥାତ୍ ପରା। ସାହୁକାର ସେଇ ଦିନଠୁ ରଇତ ଋଣୀ। ଫଟା ଘରେ କାନ୍ଥ ଖସି ପଡ଼ିଛି, ମୋଟା ଘରେ କାନ୍ଥ ପକା ହୋଇଛି। ଏହିପରି ଦିନ ଗଡ଼ି ଚାଲିଛି। ଦେଶିଆ ରଇତ ଧର୍ମକୁ ଡରେ, ସାହୁକାରୀକୁ ଡରେ। ଉଭୟ ଡର ଭିତରେ ପଡ଼ି ସେ ମୁଣ୍ଡ ତାର ଗୋଳମାଳ ଧରିଯାଏ। ତାର ହିସାବ ଦଉଡ଼ିରେ ଗଣ୍ଠି ଗଣ୍ଠି ଗଣି ଗଣି ତାର ଦିନ ଯାଏ। ସାହୁକାରର ହିସାବ ଏସବୁ ଦଉଡ଼ି ଗଣ୍ଠିକୁ ବିଶ୍ୱାସ ଯାଏ ନାହିଁ। ତାର ହିସାବ ଥାଏ ଖୁବ୍ ମୋଟା ମୋଟା ପୋଥି ଭିତରେ। ଦେଖିଲେ ଆଖି ଖୋସି ହୋଇଯିବ। କେତେ ଅଙ୍କ, ଲେଖା, ମୁଣ୍ଡ, କଳା ଶିରା ନାଲି ଶିରା ମିଶି ତାର ରୂପ। ସେ ଦିନୁ ଦିନ ନିଜେ ନିଜର ବଂଶ ବଢ଼େଇ ଯାଏ କାଗଜ ଉପରେ, ଆଉ ପୋଷିବାର ଭାର ସବୁ ରଇତର। ସାନ ଘର ଦେଖିଛି, ଏହି ପାହାଡ଼ ଖୋଲର ବୁଢ଼ିଆଣୀ ଜାଲ ପରି। ଘାଟି ରାସ୍ତା, ଶଗଡ଼ ଗୁଳା ଆଉ ଚଲାବାଟ ଦେଇ କେତେ ଲୋକ ଏଠିକି ଆସିଛନ୍ତି। କିଏ କାନିରେ ସର୍ବସ୍ୱ ଅଳଙ୍କାର ପୁଡ଼ାଟିଏ ବାନ୍ଧି, କିଏ କାଉଡ଼ି ଭାରରେ ଜିନିଷପତ୍ର କାନ୍ଧି, କିଏ ବା ଖାଲି ହାତରେ ଆପଣାର ମୁଣ୍ଡଟି କାନ୍ଧ ମଝିରେ ବୋହି। ଢାଲୁ ରାସ୍ତାରେ କେତେ ପଦାର୍ଥ ଗଢ଼ି ଆସିଛି, ଏବେ ଆଉ ତାର ପତ୍ତା ନାହିଁ। ବର୍ଷ ବର୍ଷର ସାନ ବଡ଼ କେତେ ଇତିହାସର ମୂଳଦୁଆ ଉପରେ ସାହୁକାରର ବଡ଼ ଘର ବଢ଼ି ଉଠୁଛି। ଥରେ ଅଧେ ସାନ ଘରେ ଭୋକ ଶୋଷ ଦିନେ ଖୁଜୁ ଖୁଜୁ ହୋଇ ଉଠିଥିଲା। ଏହିପରି ଖଣ୍ଡେ ଜମି ଯାହା ସାହୁକାର ସାନପଲ୍ଲୀଠୁ ଛଡ଼େଇ ନେଇଥିଲା। ବନ୍ଧକୀ ସୂତ୍ର ନାଁରେ ସେଥିରେ ମକା ଫସଲ ଫାଟି ପଡ଼ୁଥିଲା। ଚାରିପାଖ ବାଡ଼ ଭିତରେ ଜଗୁଆଳି। ଡାହାଣ ପଲ୍ଲୀର ସନିଆ ପରଜା 2 ଦିନ ଉପାସ ପଡ଼ିଲା। ତାର ଉତ୍ତାରୁ ପୁଣି କଳେ ପାଣି ପିଇ ପେଟ ଭର୍ତ୍ତି କରିବା ଝୋଲାକୁ ଗଡ଼ି ଗଡ଼ି ଯାଉ ଯାଉ ବାଡ଼ ଭିତରେ ହାତ ପୂରାଇ 2ଟା ମକା ତୋଳିଥିଲା। ଗୋଟାଏ ପାଟିରେ ପୂରାଇଥିଲା ସେମିତି କଞ୍ଚା କଞ୍ଚା, ଆରଟା ହାତରେ ଧରିଥିଲା। କିଏ ଜଣେ ପଡ଼ୋଶୀ ଅଧବାଟରେ ପଚାରି ଦେବାରୁ ସତ କହି ପକାଇଲା। ତାପରେ କଥାଟା ଉଠିଲା ସାହୁକାର କାନରେ। ତା ଉତ୍ତାରୁ ମଝିଦାଣ୍ଡର ସେ ମହୁଲ ଗଛରେ ବାନ୍ଧି ପକାଇ ହେଲା ମାଡ଼। କେତେ ଯେ ମାଡ଼ ବର୍ଷିଲା। ସାହୁକାର ପୁଲିସ ଷ୍ଟେସନକୁ ରିପୋର୍ଟ କଲା। ଇନକ୍ୱାରି ହେଲା। କେତେ ସାକ୍ଷୀ ଜମା ହେଲେ। କିଏ କହିଲା ମୁଁ ବାଡ଼ ସେପାଖେ ବନ୍ଧାଡ଼ ବସିଥିଲି ଦେଖିଲି। କିଏ କହିଲା ମୁଁ ଗୋରୁ ଖୋଜୁଥିଲି। ଆକାଶରୁ ଖସିଲା ପରି ଆଉ କେଜାଣି କେତେ ପାଚିଲା ମକା ଆସି ଜମା ହେଲା। କାହୁଁ ଆସିଲା ଗୋଟାଏ ଟୋକେଇ, କେଉଁଠି ଗୋଟେ ଅଖା। କଥା ଛିଣ୍ଡିଲା ମଝି ରାତିରେ ସନିଆ ପରଜା ବାଡ଼ ମଝିରେ ପଶି ମକା ଚୋରି କରୁଥିଲା। ଅଖା ଭର୍ତ୍ତି ହୋଇ ସାରିଥିଲା। ଟୋକେଇ ଭର୍ତ୍ତି ହେବା ଉପରେ ମଟ୍ ମଟ୍ ଶବ୍ଦ ଶୁଣି ପଞ୍ଜାରୁ ଜଗୁଆଳିମାନେ ଓହ୍ଲେଇ ଆସିଲେ।
ତାପରେ ଏ ବନ୍ଧା ଡବୁସୁ ଗୋରୁ ଖେଦୁ ସାକ୍ଷୀମାନେ ସଙ୍ଗୀନ କେଶୁ। ସନିଆ ପରିଜାକୁ 4 ମାସ ଶିକ୍ଷା ହୋଇଗଲା। ସେହିଦିନୁ ସାନ ଘର ଲୋକେ ଖୁଜୁବୁଜୁ ହେବା ଛାଡ଼ିଦେଲେ। ଏତିକିରେ ସାହୁକାର ନିରସ୍ତ ହେଲା ନାହିଁ। କେତେବେଳେ ପ୍ରଭୁ ଅଧିକାରୀ ଆସିଲେ, ସେମାନେ ପ୍ରାୟ ଆସନ୍ତି ଏ ବାଟେ। ସାହୁକାର ଗୁହାରି କରେ, ଏଗୁଡ଼ାର ଲୋକ ମୋର ବାରି ବଗିଚା ସଫା କରି ଖାଇଦେଉଛନ୍ତି, ମୋର କ୍ଷେତରେ ଗୋରୁ ପୁରାଇ ଦେଉଛନ୍ତି, କଥା କହିଲେ ମୋର ଧାଙ୍ଗଡ଼ାମାନଙ୍କ ସାଙ୍ଗକୁ ମାଡ଼ ଆସୁଛନ୍ତି। ପ୍ରଭୁ ଅଧିକାରୀ ସାହୁକାର ପିଣ୍ଡାରେ ବିଜି କରି 2 ଗୁଡ଼ାର ଲୋକଙ୍କୁ ଡକେଇ ଆଣନ୍ତି। ନାଲି ଆଖି ଦେଖାନ୍ତି, କେହି କେହି ପଦେ ଅଧେ ଗାଳି ବି ଦିଅନ୍ତି। ସମସ୍ତଙ୍କୁ ବୁଝାଇ ଦିଅନ୍ତି, ଜାଗ୍ରତା ଅର୍ଥାତ୍ ହୁସିଆର, ମେଡ଼ୁଆର ଅର୍ଥାତ୍ ଅବାଧ୍ୟ ହୋଇଯାଉଛ ତୁମେମାନେ, ଫେର ଯେମିତି ଏସବୁ କଥା ଆମ କାନରେ ନ ପଡ଼େ। ସାନ ଘର ଆପଣକୁ ଏହିପରି ଭାବେ ସଙ୍କୁଚିତ କରେ। ସାହୁକାର ଭଲ ଅକ୍ତିଆରରେ ରଖେ। ପୋଷେ ମାଣି ଦେବା ଆଶାରେ ଏମାନଙ୍କ ଭିତରୁ ଅନେକଙ୍କୁ ସାହୁକାର କାମରେ ଲଗାଏ। ବେଳେବେଳେ କିନ୍ତୁ ଗୋତି ରଖେ ନାହିଁ, କାରଣ ଏମାନଙ୍କର ତ କିଛି ନାହିଁ। କାଳେ କିଏ ଆସାମ ପଳେଇ ଯିବ। ପ୍ରଭୁ ଅଧିକାରୀ ଆଇଲେ ଏଇମାନେ ପାଇଟି ପତର କରନ୍ତି, ଛାମୁଡ଼ିଆ ବାନ୍ଧନ୍ତି, ବୋଝ କାନ୍ଧେଇ ଯାଆନ୍ତି। ବେଳକାଳକୁ କିଛି କିଛି ମିଳେ। ସାହୁକାର ଅଧିକାରୀମାନଙ୍କ ଭଲ ଆସାରକୁ ଭାରି ଯୋଗେ, ତେଣୁ ତାର ନାଁ ଡାକ ହୁଏ। ଅତି ଉଦାସ ଲାଗିଲେ ଯେତେବେଳେ ଆଉ କେହି ନ ମିଳନ୍ତି, ସାହୁକାର ଡକରା ପଠାଏ ସାନଗୁଡ଼ାଙ୍କୁ। ସେତେବେଳେ ସେ ସାନଗୁଡ଼ାର ଧାଙ୍ଗଡ଼ିମାନଙ୍କ ନାଚ ଦେଖେ। କାରଣ ଆଗ ଅଧିକାର ତାର, ପଛରେ ବଳି ପଡ଼ିଲେ ଆଉ ଯାହାର। ସାହୁକାର ମିଟି ମିଟି ଆଖିରେ ଅନାଏ, ଆଉ ଭୋଗ କରେ। ଉଦୁଉଦିଆ ଦିପହରେ ଥରେ ଅଧେ ବଡ଼ ଘରର କେଉଁ ଗୋତି ପାଣି ମୁନ୍ଦାଏ ପିଇବା ପାଇଁ ନୋହିଲେ ଧୁଙ୍ଗିଆ ଟିକିଏ ପିଇବାକୁ ନିଆଁ ମାଗିବା ପାଇଁ ଆରପାଖର ଭଙ୍ଗାରୁଜା ସାନଗୁଡ଼ାରେ ଯାଇ ଠିଆ ହୁଏ। ବିରସା ଘରେ କି ଆଙ୍ଗ୍ରା ଘରେ କି ଶିଡ଼ା ପରଜା ଘରେ। ଘରର ଘରଣୀ କାଠ ଘୋରଣାରେ ସୁଆଁ ପେଶୁ ପେଶୁ ହାତ ବନ୍ଦ କରି ସହାନୁଭୂତିରେ ପଚାରେ, କିଏ? କି ଏତେ ପାଇଟି ଲାଗିଥିଲା ରେ? ଝାଳ ଫିଟି ପଡ଼ୁଛି ଦେହରୁ, ବସିପଡ଼ ଛଣେ। ଗୋତି ଏଠି ଉଶ୍ୱାସରେ ନିଶ୍ୱାସ ମାରିପାରେ। ଏଇ ଭଙ୍ଗା ନୁଆଣିଆ ଘର, ଏ ଘରର ଅବର୍ଥା। ସିଂଘାଣୀ ନାକି ପିଲାମାନେ ସମସ୍ତଙ୍କ ସାଙ୍ଗେ ତାର ମନର ସମତାଳ ଅଛି। ଏଠି ସେ ଖାଇବା ଖାଦ୍ୟରୁ ଭାଗ ମାଗିପାରେ। ଘରେ ପଶି ହାଣ୍ଡିରୁ ତୁମ୍ବାରେ ଅଜାଡ଼ି ନେଇ ରନ୍ଧା ମଦ ଟିକେ ପିଇପାରେ। ବେଳ ଅବେଳକୁ ଏଇ ତାର ଚଟିଖର। ଏଠି ଲାଜ ନାହିଁ, ଡର ନାହିଁ। ଏକା ନାହିଁ 2 ଖଣ୍ଡ ପରା। ଗରିବ ଦୁଆରେ କରିବ କି କେବେ ନାଶ ହୁଏ? ଦୁନିଆର ସବୁ ଗୋତି ପରି ସେ ମଧ୍ୟ ସଞ୍ଜ ପରେ ଏଠି ବରଗଛ ମୂଳେ ବୈଠକ ଜମାଏ। ବଡ଼ ନିଆଁ ଜଳେ। ତା ଚାରିପାଖ ଗୋତିପଲ ଆଉ ଗୁଡ଼ାଏ ଲୋକେ ଏଠି ହୋଇ ଧୁଙ୍ଗିଆ ଟାଣନ୍ତି। ଆଉ ସେଠି ଚର୍ଚ୍ଚା ଚାଲେ। ଖୁବ୍ ବଡ଼ ବଡ଼ କଥା ପଡ଼େ, ଯାହାର ତତ୍ତ୍ୱ କେବଳ ଗୋତି ହିଁ ବୁଝନ୍ତି। କଳେ ଧୂଆଁରେ ସାହୁକାର ବିରୋଧରେ ଆପଣାର ସବୁ ରୁନ୍ଧି ରଖା ଅଭିଯୋଗ ଅଜାଡ଼ି ଦେଇ ଗୋତି ଛାତିର ବୋଝ ଟିକିଏ ଉଶ୍ୱାସ କରିନିଏ। ବୁଦା ପରଜା କହେ, ଭାରି ଭିଡ଼ ପାଉଟି ଏଠି। ଆଉ ଗୋଡ଼ ହାତ ଫାଟି ପଡ଼ି କାଇଲା ପଡ଼ି କଲେ 2 ଦିନ ସେଲ ବା ଛୁଟି ମିଶା ସାହୁକାର ନ ଦିଏ। ଆଇତା ପରଜା କହେ, କହନା ତା କଥା, ଏମିତି ଖଟି କୃପଣ ଲୋକ ଗୋଟେ କେଉଁ ତାଲୁକାରେ ହେଲେ ଖୋଜିଲେ ନ ମିଳେ। ମନ୍ଦୁ ମୁଦୁଲି କହିଲା, କେତେ ସୁନା ସାହୁକାର ରଖିଲାଣି କେଜାଣି ବାବୁ, ଆମେ ଖଟି ମରୁଛୁ ସିନା, ସାହୁକାର ଖାଲି ସୁନାଗଦ କରୁଛି। କେମିତି ଚଞ୍ଚଳ ଚଞ୍ଚଳ ସୁନାକୁପା ମାରିଦେବ, ସେହି ଚିନ୍ତା ତାର। ନ ଖାଇ ମରୁ ପଛେ, ଖାଲି ସୁନା ସୁନା। ଆଉ ରାଇଜ ଯାକର ମାଇନା ଅର୍ଥାତ୍ ମାଇକିନିଆ, ଡମ୍ ହେଉ, ପରଜା ହେଉ, କିରସ୍ତାନୀ ହେଉ, ଧାଙ୍ଗଡ଼ି ଗୋଟେ ଦେଖିଲେ ତାର ଓଠରୁ ପାଣି ଗଡ଼ି ପଡ଼େ। ଛି! ବୁର୍ଜା ପରଜା କହିଲା, ଆରେ ଛି ବୋଲି ଦେଉଛୁ କିସ? ସୁନା ବଢ଼ିଲେ ମାଇନା ବଢ଼େ, ହେଲେ ଆଉ ଲୋକ ମାଇନା ରଖିଲେ ତାକୁ ସୁନାବାନା ଦେବେ। ଏଟା କିଛି ଦେବ ନାହିଁ। ଜୁଠୁ ହେଲେ ସିଠୁ ଝିକି ଆଣିବ, ପୁଣି 2 ଦିନ ରଖି ଛାଡ଼ିଦେବ। ସେ କାନ୍ଦି କାନ୍ଦି ଘରକୁ ଯାଉ, ବଡ଼ ଝୋଲାରେ ବୁଡ଼ି ମରୁ। ସିଧା କହିଲା, ବଡ଼ ଖରାପ ଲୋକ ଏଟା। କିସ୍ କରିବି? ବିଭା ହେବାକୁ ଝୋଲା ଦେବା ନିମନ୍ତେ 20-5 ଟଙ୍କାକୁ ଗୋତି ଗଲି 5 ବରଷକୁ। କେବେ ଟଙ୍କା ଛିଡ଼ିବ କି ନାଇକି ଭଲା ମାଇଜି ଆଣିଲି ମୁଇଁ। ଦିନ ରାତି ଖାଲି ଜାଟି ଲଗାଇଲା ମୋର ସାଙ୍ଗେ ମୋର ଧାଙ୍ଗଡ଼ି। କିସ୍ ବିଭା ହେବା ବୋଲି କହୁଛି ସବୁଦିନେ, ନଉନାଉ କିଛି ନାହିଁ।
ପୁଣି କାଠୁ ଟଙ୍କା ଖାଇକରି ମୋର୍ ବାପା ମା କାହାକୁ ଦେଇଦେବେ ମତେ, ସେତେବେଳେ ମୁଇଁ କିସ୍ କରିବି? ତାର ବାପା ମିଶା ଆଚ୍ଛା ଖଟି ଲୋକଟେ ବନ୍ଧୁ ପରଜା। ନାଇଁ ବୋଲିଲି ନାଇଁ, ଗୋତି ଗଲି। ଏବେ ଦେଖୁଛି ଦୁଇ ମାଇଚି ଅଣ୍ଡ୍ରା ଆସ୍ ପଳେଇଲେ ଭଲ ହେବ। ସବୁ ରକ୍ତ ମାଉଁସ ଝୁଣିକରି ଖାଉଛି। ସେ ସଭାରେ ଶୁକ୍ରଚାନୀ, ଟିକ୍ରାଚାନୀ, ମାଣ୍ଡିଆଚାନୀ ଥାଆନ୍ତି। ସେମାନେ ବି ଧୂଆଁ ପିଅନ୍ତି, କଥା ଗପନ୍ତି। ଶେଷରେ ସାବ୍ୟସ୍ତ ହୁଏ ଶୁଣ୍ଢି ପିଲା ନୁହେଁ, ଏଟା ଡମ୍ ପାଟକାରା। ସାନ ସାନଙ୍କ ନିନ୍ଦା ସ୍ତୁତି ବଡ଼ ବଡ଼ଙ୍କ କାନରେ ପଡ଼େ ନାହିଁ। ବଡ଼ ବଡ଼ିଆ କେବଳ ପାଉଁଶ ଦେଖନ୍ତି। ଯାହା ସେମାନେ ପୋଡ଼ିଥାନ୍ତି ତାହାରି ପାଉଁଶ। ନିଆଁ ଦେଖନ୍ତି ନାହିଁ। ନିଆଁ ନିଜେ ନିଜକୁ ପୋଡ଼େ, ଆଉ ମାନ୍ଦା ହୋଇ ପଡ଼ି ରହିଥାଏ କେଉଁ ଭବିଷ୍ୟତର ମାହେନ୍ଦ୍ର ବେଳାକୁ ଅପେକ୍ଷା କରି। ଚୈତର ପାଖାପାଖି ଗୋତି ଛୁଟି ପାଇବ। ନିତିଦିନ ସକାଳୁ ସଞ୍ଜ ଯାକେ ତାର ଖଟଣି। କାରଣ ଚୈତ ପର୍ବକୁ 15 ଦିନ ଛୁଟି ଦେବ ବୋଲି ସାହୁକାର ଆଗରୁ ବଳକା କାମ କରି ନେଉଛି। ହିସାବୀ ସାହୁକାର ସେ। ଶୁକ୍ରଚାନୀ ଘର ତିଆରି କରୁଛି। ଟିକ୍ରାଚାନୀ ବାପ ସହିତ ମିଶି ଖଟୁଛି। ମାଣ୍ଡିଆଚାନୀ 4ଟା ଛାଡ଼ି 5ଟା ଦଉଡ଼ି ଖଟ ବୁଡ଼ିଛି। କିନ୍ତୁ ତଥାପି କାମ ସରୁନାହିଁ। ନିତି ନିତି ନୂଆ ନୂଆ କାମ ଆସିଛି। ଗୋତିର କାମ ସବୁଦିନେ। ସାହୁକାର ପ୍ରତିଦିନ କହେ, ଏଇଟା କର, ସେଇଟା କର। ଗୋତି ଭାବେ, ଏଇତକ ସରିକଲେ ବୋଧହୁଏ ବସି ବସି ଝାଳ ମାରି ହେବ ଟିକେ। କିନ୍ତୁ ସେ ସୁଖର ଦିନ କେବେ ଆସେ ନାହିଁ। ଗୋତି ଖଟି ଖଟି ମରେ। ହାଟ ଦିନ ଲଦାବଦଳା ଘେନି ଅନ୍ୟାନ୍ୟ ଗୋତିମାନଙ୍କ ସହିତ ମାଣ୍ଡିଆଚାନୀ ହାଟକୁ ଯାଏ। ବାଟଯାକ ଭାବି ଭାବି ଯାଏ, କାଜଳି ଯଦି ହାଟକୁ ଆସିଥିବ। ବାଟ କଟିଯାଏ, ହାଟ ସରେ, କାଜଳିର ଦେଖା ମିଳେ ନାହିଁ। ଟିକ୍ରାଚାନୀ ଦିନେ ଦିନେ ହଳ ଧରେ, ଆଉ ଦିନେ ଦିନେ ଗୋରୁ ଚରାଇ ଯାଏ ଡଙ୍ଗରକୁ। ଜଙ୍ଗଲ ଭିତରେ ଗୋରୁ ମେଲି ଦେଇ ଗଛମୂଳେ ସେ ବସି ପଡ଼େ। ଅନ୍ୟାନ୍ୟ ଗାଈଆଳ ଟୋକାଙ୍କ ସଙ୍ଗେ ସେ ଖେଳେ। ବଇଁଶୀର ସ୍ୱର ଥରେଇ ଦେଇ ଆଖପାଖ କାଲି ଭିତରେ ଥିବା କାଠ କଟାଳି ଟୋକୀଙ୍କ ସଙ୍ଗେ ଗୀତ ଯୋଡ଼େ। ତାରି ଜୀବନ ଏକା ସୁଖର, କାରଣ ଭବିଷ୍ୟତ ଗୋଟାକ ତାର ଆଖି ଆଗରେ। ଶୁକ୍ରଚାନୀ ବିଲ ତସେ। ଚଇତରେ ଖରା କାଟେ। ଆକାଶରେ ମେଘ ନଥାଏ, ସବୁ ସଫା। ପବନର ହାବୁକାରେ ନୂଆ ପତ୍ରଗୁଡ଼ିକ ଗଛ ଦେହରେ ନାଚି ଉଠେ। କାରଣ ଚଇତ ନାଚର ଦିନ। ଆସନ୍ତି ନୂଆ ପ୍ରଜାପତି, ରଙ୍ଗର ଖଣ୍ଡ ଖଣ୍ଡ କଣିକା ସେମାନେ। ଚଇତର ପବନରେ ଉଡ଼ି ବୁଲିବାକୁ ମନ ହୁଏ। ନୂଆ ଫୁଲ, ନୂଆ ପତ୍ର, ନୂଆ ଚଢ଼େଇ, ସମସ୍ତଙ୍କ ପ୍ରବଣତା ସେଇ ଗୋଟାଏ ରଙ୍ଗ ଆଡ଼କୁ। ଲାଲ, ଏ କେବଳ ଗୋଟାଏ ପାଖ। ନୂଆ ସୂର୍ଯ୍ୟର ନାଲି ରଙ୍ଗର ଆଭାସ। ଯେଉଁ ନାଲି ସୃଷ୍ଟିର ସର୍ଜନର ପ୍ରତୀକ ତାରି। ବସନ୍ତର ରୂପକ ଯେ ଭୋଗ, କାରଣ ଚୈତ୍ରରେ ହିଁ ମାଳ ଅଞ୍ଚଳରେ ବସନ୍ତ ଆସେ। ତାପରେ ଆର ପାଖ। ଚୈତର ଉଦାସୀ ପବନରେ ଯେତେବେଳେ ମଲାପତର ଚକାଭଉଁରୀ ଖେଳି ଖେଳି ଉଡ଼ି ଉଡ଼ି ଯାଏ ଖଣ୍ଡିଆ ଭୂତର ଧୂଳି ମେଘରେ ମିଶି। ଯେତେବେଳେ ପବନର ହାବୁକା ଥୁଣ୍ଟା ବଣରେ ପଶି ଡାଙ୍ଗ ସରୁ ସରୁ ମଲା ଗଛଗୁଡ଼ାକର ମଞ୍ଜ ଧରେଇଯାଏ। ପବନରେ ସତେ କି କାନ୍ଦଣା ମିଶିଯାଏ। ମଲା ହଜେଲାର ଅବଶୋଷ, ଉଦାସ ଦୀର୍ଘଶ୍ୱାସ। ରଇତର ଅବଶୋଷ ଯାଏ। ଦିନ 15ଟି ମଉଛବ କରିବା ପାଇଁ ରଇତ ମାସକ ଆଗରୁ ଲାଗିପଡ଼େ। ମାସେ ଆଗରୁ ଠୁଳ କରିବାକୁ ଆରମ୍ଭ କରିଦିଏ 15ଟି ଦିନର ସରଞ୍ଜାମ। ଧାନ ମାଣ୍ଡିଆ ପେଶାପେଶି ଲାଗେ। ବିଲ ଟାଙ୍ଗର ତସାତସି, ପାଣି କାଞ୍ଚି, କାଠ କାଉଡ଼ି ଯେତେ ସରଞ୍ଜାମ ସବୁ। ବଣକୁ ଯିବ ଶିକାର କରି। ଯେପରି ବଞ୍ଚିବାର ସବୁ ସରାଗ ପାଇବ, କିନ୍ତୁ ପାଇବ ନାହିଁ କ୍ଳେଶ, ଦୁଃଖ। ଚଇତ ପରେ ପରେ ଲାଗି ଆସିବ ବୈଶାଖ ଜ୍ୟେଷ୍ଠ। ଖରା ଭିତରେ ଅଜଣା ହୋଇ କେତେବେଳେ ପହିଲି ମେଘ ଅସରା ଢାଳି ଦେବ। ତାପରେ ଲାଗି ରହିବ ମାଳଭୂଇଁର ବର୍ଷା। ଚାରିଆଡ଼େ ଅନ୍ଧାର, ଆକାଶର ଭେଁ ଭାଁ ପବନ। ଗହୀର ବେଢ଼ାର ଧାନ ସେତେବେଳକୁ ବଢ଼ିଥିବା ଦରକାର। ଯେପରି ଚଳନ୍ତା ସୁଅରେ ମାଟି କାମୁଡ଼ି ମୁଣ୍ଡ ଠିକ୍ ରଖିପାରିଥିବ ସେ, ନୋହିଲେ ଭାସି ଚାଲିଥିବ। ତେଣୁ ପରବର ଆଗରୁ ଯାହାର ଯାହାର ବେଢ଼ା ଭୂଇଁ ଖଣ୍ଡେ କି 2 ଖଣ୍ଡ ଅଛି, ସେମାନଙ୍କର ଏ ଦିନେ ବେଶୀ କାମ। ହିଡ଼ ତଞ୍ଛା, ବେଢ଼ାରେ ହଳ କରା, ବେଢ଼ାରେ ପାଣି ଢାଳି କାଦୁଅ କରି ମଞ୍ଜି ବୁଣା, ଏହିସବୁ। ବେଢ଼ା ତାସିର ଦିନ ଏଇ।
ଆଉ ପୋଡ଼ୁତାସିର ମଧ୍ୟ। ଜଙ୍ଗଲରେ ନୂଆ ପୋଡ଼ୁ କରାହେବ। ପୋଡ଼ୁ ପୂର୍ବରୁ କେଉଁ ଜଙ୍ଗଲରେ ଗଛ ବେଶୀ ବହଳ ନୁହେଁ, ତଳେ ମାଟି ଅଛି, ଢାଲୁ ବେଶୀ ତୀଖ ହୋଇନଥିବ। ପରେ ଜଙ୍ଗଲ ଗାରଡ଼ ଆସି ଦେଖିଲା ବେଳକୁ ତୁଚ୍ଛା ଅଙ୍ଗାର ଗୁଡ଼ାଏ ଗଦା ହୋଇଥିବ ସେଠି, ଯେପରିକି ଗଛର ହିସାବ କରି ନେବ ନାହିଁ, ବେଶୀ ବା ଜୋରିମାନା ବେଶୀ ଭିଡ଼ିବ ନାହିଁ। ତେଣୁ ପରବର ପୂର୍ବଦିନ କେଇଟାରେ ସମସ୍ତେ ଅତି ଅଧିକ ବ୍ୟସ୍ତ। ବର୍ଷ ଭିତରେ ସବୁଠାରୁ ବେଶୀ ପିଲାମାନେ ନୀତି ଜାଳେନି କାଠ ଜମା କରିବାରେ, ବଡ଼ମାନେ ତାସ କରିବାରେ, ସ୍ତ୍ରୀମାନେ ପୁରୁଷମାନଙ୍କୁ ସାହାଯ୍ୟ କରିବାରେ ଓ ଘରେ ପେଜ ପାଇଁ, ଅଣ୍ଡା ଦପା ପାଇଁ, ଲନ୍ଦା ପେଣ୍ଡମ ପାଇଁ ପେଶାପେଶି କରିବାରେ। ସାହୁକାରର କାମରେ ଘାଣ୍ଟି ହୋଇ ଶୁକ୍ରଜାନି ଓ ତାର ପୁଅ ଦୁହେଁ ଚାରିପାଖର ଦୁନିଆରେ ବ୍ୟସ୍ତତା ନୀତି ଅନୁଭବ କଲେ। ଆପଣାର ବିଲ କାମ ଏ ବର୍ଷ କିପରି ହେବ ଶୁକ୍ରଜାନି ଭାବିପାରିଲା ନାହିଁ। କୌଣସି ପ୍ରକାର ବନ୍ଦୋବସ୍ତ କରିବା ତାର ସାଧ୍ୟର ଅଧୀନ ନୁହେଁ, ଖାଲି ଦୁଃଖ କରିବା ହିଁ ସାର। ଆଉ କୁଡ଼ିଆରେ ଢିଅ ଉପରୁ ଜିଲିବିଲି ଚାରିପାଖକୁ ଗୁଲୁଗୁଲୁ କରି ଖାଲି ଅନେଇ ରହିଲେ କେବଳ। ମାଇପି ଲୋକ ସେମାନେ, କିଛି କରିପାରିବା ତାଙ୍କର ଶକ୍ତିରେ ନୁହେଁ। ଆସନ୍ତା ଚଇତି ନାଚ ପାଇଁ ପ୍ରସ୍ତୁତ ହେଉ ହେଉ ପ୍ରାଣ ଭିତରେ ଖାଲି ଛଟପଟ ହେଲା। ଏତେ ଲୋକ କାମରେ ଲାଗିଲେ, ତାଙ୍କର ଯେପରି ଚିରଦିନକୁ ଛୁଟି ହୋଇଯାଇଛି। ଗଲା ବର୍ଷ ଏ ଦିନେ ଓଃ କେତେ କାମ ଥିଲା, କାମରେ ଆନନ୍ଦ ଥିଲା, ନିଜର ବୋଲି ଭାବିବାକୁ, ନିଜର ଚେଷ୍ଟା, ନିଜର ଆଶା, ନିଜର ଭବିଷ୍ୟତ। ଘର ଚିନ୍ତା କ'ଣ ସେମାନେ ଜାଣିଥିଲେ? ଖାଲି ବାପ ଭାଇଙ୍କ ତୁଣ୍ଡ ବାରସି ହେବା କଥା, ନହେଲେ ବାପ ମୁହଁ ଫୁଲାଉଥିଲା, ମାଣ୍ଡିଆ ରୂଢ଼ କଥା କହୁଥିଲା ସାମାନ୍ୟ, ଟିକ୍ରା ସେ ମଧ୍ୟ ହୁକୁମ ଜାରି କରୁଥିଲା, ଏଇଟା ସେଇଟା କାହିଁକି ସମୟ ଅନୁସାରେ ହେଲା ନାହିଁ ବୋଲି। ଆଜି ସବୁ ଫାଙ୍କା। ଚୈତର ଦ୍ୱିପ୍ରହରେ ଝାଞ୍ଜି ଖରା ପୁରୀ। ଗଲା ବର୍ଷ ଚୈତ ପର୍ବକୁ ନୂଆ ଲୁଗା ପାଇଁ ଦୋଟିଯାକ ଭଉଣୀ ବାପଠୁ ଭାଇଠୁ ଦୁଇ ଖଣ୍ଡ ଖଦି ପାଇଥିଲେ। ଅଳି କରି କରି ନୂଆ ଅଳଙ୍କାର କେତେ ଯୋଗେଇ ଦେଇଥିଲେ। ହାତକୁ ଖଡ଼ୁ, ବେକକୁ ହଳଦିଆ କାଚର ସାରିକା କାଉକଣ୍ଡଳିଆ ମାଳି, ଗୋଡ଼କୁ ନୂଆ ଘୁଙ୍ଗୁର କେତେ ଆହ୍ଲାଦରେ ବାପ ଭାଇ ପାଳିଥିଲେ। ଏ ବର୍ଷ ପିଠା କରିବା ପାଇଁ ଗୁଡ଼ ଟିକିଏ କିଣିବାକୁ ପଇସା ନାହିଁ। ଗାଁଯାକ ଗାଁରୁ ଆଗରୁ ନୂଆ କିଣି ସାରିଲେଣି। ବେନିଆ ମଣିମର ଡମ୍ର ଝିଅ କି ସୁନ୍ଦର ନୂଆ ବ୍ଲାଉଜ ପିନ୍ଧିଛି। ଫୁଲ ପ୍ଲକା ବ୍ଲାଉଜ ପିନ୍ଧି ପାଣିଘାଟକୁ ମଧ୍ୟ ଯାଏ ପାଣି ଆଣି। ପଚାରିଲେ କହେ, ବାପା ଏଇପରି 3ଟା ଆଣିଛି। ଖାଲି ଡମ୍ ଝିଅ ନୁହନ୍ତି, ଯେତେ ପରଜା, ଯେତେ ଗଦପା, ଯେତେ କନ୍ଦ, ସମସ୍ତେ ନୂଆ ଲୁଗା ପଦାକୁ ବାହାରକୁ ପିନ୍ଧି ବାହାରିଲେଣି। ନାଚକୁ ମାନିବ କି ନାହିଁ? ଜିଲି ଆଉ ବିଲି ସମସ୍ତଙ୍କ ସାଙ୍ଗେ ମିଶି ଜିନିଷ ଦେଖନ୍ତି, ପ୍ରଶଂସା କରନ୍ତି। ଘରକୁ ଫେରି ଦୁଇ ଭଉଣୀ ମୁହଁକୁ ମୁହଁ ଚାହିଁ ଚାହିଁ ହୋଇ ବସି ରହନ୍ତି। ତୁଣ୍ଡର କଥା ତୁଣ୍ଡରେ ରହେ, କଥା ହୁଏ ମନେ ମନେ। ଏହି ଚଇତରେ ବିକା କିଣା ଲାଗେ। ପରବର ଆଗରୁ ବୁଲା ବିକାଳି ଆସନ୍ତି, ବିକି ଯାଆନ୍ତି କଦା ଲୁଗା, ମେଞ୍ଚା ଅଳଙ୍କାର। ଆରଓଳିକି ନୂଆ ଲୁଗା ପିନ୍ଧି ପ୍ରଜାପତି ବେଶ ହୋଇ ଗାଁର ଧାଙ୍ଗିଡ଼ି ବାହାରନ୍ତି। ଲୁଗାର ରଙ୍ଗ ପ୍ରାଣରେ ଲାଗେ। ଯାହାର ଭାତ ସରିଛି, ଯାହାର ଅଣ୍ଟା ଖାଲି, କି ଯାଏ ତାର ଗାଁର ବିକା କିଣା ଗହଳିରେ। ଖାଲି ଆଁ କରି ଚାହିଁ ରହିବା, ଡହଳ ବିକଳ ହେବା, ଏତିକି। ଏହିପରି ଗରିବ ଚାହିଁ ରହେ। ଧନୀର ଭାତଖିଆ ଦେଖେ, ହାକୁଟି ମାରିବା ଶୁଣେ। ଧନୀର କୁକୁର ଭାତ ଖାଏ, ଗରିବ ଡବ ଆଖିରେ ଚାହିଁ ରହେ ଆଉ ଭାବେ। ଚଇତର ଉଦାସୀ ପବନ ଧୂଳି ଉଡ଼େଇ ଶୁଖିଲା ପତ୍ରର ପସରା ମୁଣ୍ଡେଇ ଚକା ଭଉଁରୀ ଖେଳି ଯାଏ। ମଲା ଶୁଖିଲା ଭାବନାଗୁଡ଼ାକୁ କେଞ୍ଚି ଠେଲି ବାହାର କରେ, ମରମକୁ ଖେଞ୍ଚେ। ବୁଲା ବିକାଳିର ପସରା ପାଖେ ଗାଁଯାକ ଝିଅ ଯେତେବେଳେ ରୁଣ୍ଡ ହୋଇଥାନ୍ତି, ଜିଲି ନଥାଏ ସେଠି, ଦୂରରୁ ଦେଖୁଥାଏ। ସେ ମଧ୍ୟ ଗାଁର ଝିଅ, ନାୟକର ଝିଅ ସାଙ୍ଗକୁ, ଚାଲାଣର ବଡ଼ରଇତର ଝିଅ ସାଙ୍ଗକୁ ସେ ବି ଜଣେ। କିନ୍ତୁ ସେମାନେ କିଣନ୍ତି। ୟା ତା ହାତରୁ ଜିନିଷପତ୍ର ଓଟାରି ନେଇ ଦେଖେ। ବେଳେ ବେଳେ ଜିଲି ପାଖକୁ ଦୌଡ଼ି ଆସି କହେ, ଆପା ଏଇଟା ତତେ ମାନିବ। ଖାଲି ଦେଖିବା ହିଁ ସାର। ଆଜିକାଲି ବାପ ଭାଇ ଆସନ୍ତି ନାହିଁ। ଗୋଳ ଶୁଣିବ କିଏ ସେ ମନର ତୋଫାନକୁ ହାତ ବୁଲେଇ ଶାନ୍ତି କରିଦେବ? କିଏ ପୋଛିଦେବ ଆଖିର ଲୁହ? ଜିଲି ଭାବିଲା, ନାୟକକୁ କହିବ,
ନାୟକ ବେଶୀ ନାହିଁ, ଗୋଟିଏ ଟଙ୍କା ଦେଇଥା, ବାପା ଆସିଲେ ଫେରେଇ ଦେବି। କେସ୍ କଥାରେ ନୁନି, ପଇସା କାହିଁ, ବାୟା ହେଲୁ ତ? ଅବିଶ୍ୱାସରେ ହସି ଉଡ଼େଇ ଦେଇ ନାୟକ କହିଲା। ଚାଲାଣ ମୁହଁ ମୋଡ଼ି ଦେଲା। ବଡ଼ ରଇତ କହିଲା, ନିଜେ ଖଣ୍ଡେ ଖଦି ପାଞ୍ଜିଆ କିଣିବାକୁ ମୋର ପଇସା ନାହିଁ, ଆଉ ମୁଁ ନାହିଁ। ପଦ ସବୁଠି। ତେବେ ବାଗ୍ଲା ସେଠି? ନା ନା, ଆମେ ନେଇଛୁ, ଆମର ଦରକାର ନାହିଁ। ଦେଖିଥା ବେଲି, ତାକୁ ଯଦି ମାଗିବୁ ତୋ ସାଙ୍ଗରେ କଥା କହିବି ନାଇଟି, ଜାଣିଥା। ରାତିରେ ନାଚକୁ ଜିଲିଯାଏ ନାହିଁ। ବିଲି ନାଚେ, ଭାରି ନାଚେ। ନାଚରେ ସମସ୍ତଙ୍କୁ ଜିଣି ଦାରିଦ୍ର୍ୟର ପରାଜୟ ସେ ଭୁଲିବାକୁ ଚେଷ୍ଟା କରେ। କେହି ଯେତେବେଳେ ପଚାରନ୍ତି ନାହିଁ, ପଚାରି ଆସେ କାଉପରଜା। ବାଟରୁ ଡାକ ମାରେ, ନୁନି ତୋର ଭାଇ କେବେ ଆସିବ, ବାପା କେବେ ଆସିବ ଯେ? ପୁଣି ଥରେ ଥରେ କହିଦେବି ତୋ ବାପାକୁ, କାହିଁକି ଆସୁନାହିଁ କେତେଦିନ ହେଲା? ତାର ଅସୁନ୍ଦର ମୁହଁକୁ ନେମ୍ଫେଡ଼େଇ ଦେଇ ସେ ଭ୍ରୁଲତା କୋଞ୍ଚାଏ। ଦୁନିଆ ଯାକର ଭାବନା ସତେକି ତାର। ଗାଁ ଗୋଟାକରେ ତାପରେ ଅସୁନ୍ଦର କେହି ନଥିବେ। ତାର ନାକଟି କଇଁଠା ପରି, ମୁହଁ ହନୁମନ୍ତ ପରି, କପାଳ ଢାଲୁ ହୋଇ ଚାଲିଯାଇଛି ଫୁରୁଫୁରିଆ ବାଳ ଭିତରକୁ। ନଡ଼ିଆ ଭୁଣ୍ଡି ପରି ଚୁଟି ତାର। ଫୁଲାଟା କେବେ ଖୋସା ହୋଇଥାଏ, ବାହା ଦିଟା ଅତିଶୟ ଲମ୍ବା, ଗୋଡ଼ ଫରକଟା ସବୁ ଖାଲି ସରୁଆ ସରୁଆ ଗଣ୍ଠିଆ ଗଣ୍ଠିଆ। ସେ ବଙ୍କା ଆଉ ଟିମ୍ପା ଆଉ ଗେମ୍ହେଣା ଆଉ ସବୁବେଳେ ଗମ୍ଭୀର। ପଥରିଆ ମୁହଁରେ ହସ ନାହିଁ, କିନ୍ତୁ ସେ କାମିକା ଲୋକ। ଯେ ତାକୁ ଯାହା କହେ ସେ ଗୋଟି ଗୋଟି କରି ମନେ ରଖେ। ଯାହା ପାଖକୁ କେହି ଖବର ପଠାଇଥାଏ ସେ ପଦ ପଦ କରି କହେ। ଯେତେବେଳେ ମନ କଥା କହି ବସେ ବଡ଼ ଅଖାଡ଼ୁଆ କଥା ସବୁ କହେ। ବଡ଼ ସରଳ ଭାବରେ ଲୋକେ ଚିଡ଼ନ୍ତି। ଛାଇ ପରି ତୁନି ହୋଇ ସେ ପଳାଏ, କାରଣ ସେ ଜାଣେ ତା କଥାକୁ ଲୋକେ ଚିଡ଼ନ୍ତି। ସେହି କାଉପରଜା ଜିଲିକୁ ଆଖି ଆଖିଏ ରଖେ ତାର ବାପା ଭାଇ ଗଲା ଦିନ। କେବେ ସେ ମାଡ଼ ଖାଇଥିଲା ସେ ମନେ ପକାଏ ନାହିଁ। ସେ ଗୋଟାଏ ଖବର ଆଣିଥିଲା, ଦିପଦ ବନେଇ ଚୁନେଇ କହିଲା, ତାର ଜବାବଟା ସେ ନେଇଯାଇଥିଲା ଗାଲରେ ପିଠିରେ। କିନ୍ତୁ ତାର ଛଳ ନାହିଁ। ମଣିଷ ଭିତରେ ମଳିଟାଏ ସେ ବୋଲି ଲୋକେ କହନ୍ତି। ତେଣୁ ସେ ପାସୋରି ପକାଇଛି, ନୋହିଲେ ଜାଣି ଜାଣି ମନେ ପକାଏ ନାହିଁ। ଯେଉଁଦିନୁ ଶୁକ୍ରୁ ମାଣ୍ଡିଆ ଗୋତି କଲେଣି, କାଉପରଜା ସେଇଦିନୁ ଭାବି ନେଇଛି ଜିଲି ବିଲି ତାର ଆପଣାର କାନ୍ଧଠୁ ବେଶୀ ଉଞ୍ଚ ନୁହନ୍ତି। ଏମାନେ ବି ମଣିଷ, ସେ ବି ମଣିଷ। ଏମାନେ ଏ ଗାଁର ଟୋକୀ। ପଦାରୁ ଆଣିଲେ ବହୁତ ବେଶୀ ପଇସା ଲାଗିବ, ତେଣୁ ଆପଣା ଗାଁରୁ ତାକୁ ବାଛିବାକୁ ପଡ଼ିବ। ସେଇ କାରଣରୁ ସେ ଗମ୍ଭୀର ହୋଇ ଚାହିଁ ରହି ବାଛେ ଜିଲିଠୁ ବିଲିକି, ବିଲିଠୁ ଜିଲିକି। ତାର ମନ ବାଛେ। ଭାବି ଭାବି ସେ ଦେହକୁ ଭୁଲିଯାଏ। ମନ ତାର ଶେଷ ଅସ୍ତିତ୍ୱ ହୋଇ ଆଖି ଯୋଡ଼ିକରେ ଆପଣାକୁ ପ୍ରକାଶ କରେ, ଅବୟବ ନିଏ। ବଡ଼ କରୁଣ ସେ ଭାଷାମୟ ଚାହାଣୀ, ସନ୍ଦିଗ୍ଧ ଉଦାସ, ଅନିର୍ଦ୍ଦିଷ୍ଟ, ଅନିଶ୍ଚିତ। ଏହିପରି ଗୋଟାଏ ଛାୟାଲୁଅର ଥରିଲା ଥରିଲା ରୂପ, ଯାହା ଆଶଙ୍କା ଉଦ୍ବେଗରେ ବାରମ୍ବାର ହଲୁଥାଏ, ପୁଣି ନିଜେ ଧରାପଡ଼ିବାକୁ ରହେ ନାହିଁ। ଏଇ ଯୋଡ଼ିଏ ଝିଅଙ୍କୁ ଭୋକିଲା ଆଖିରେ ଚାହିଁ ରହି ଭାବି ଭାବି ଦୃଷ୍ଟିମୟ ଚେତନା ତାର ଜଡ଼ ଶରୀରକୁ ଭେଦ କରି ଅତି ଦୂରକୁ ଦୂରକୁ ଚାଲିଯାଏ, ଆକାଶକୁ। ସେତେବେଳେ ଅଭୀଷ୍ଟ ଆଉ ଲକ୍ଷ୍ୟ ତା ଆଗରେ ରହେ ନାହିଁ, ରହେ ନିଜର ଚିନ୍ତା। ସେ କୁରୂପ। ବିଧାତାର ବଜ୍ରରେ ତାର ଦେହରେ ସୌନ୍ଦର୍ଯ୍ୟ ତରଳି ପୋଡ଼ି ମେଞ୍ଚା ମେଞ୍ଚା ହୋଇ ଏପାଖ ସେପାଖ ଗଡ଼ି ପଡ଼ିଛି। କିନ୍ତୁ ତାର ଚିନ୍ତା ଆପଣାର ଅବୟବ ଛାଡ଼ି କେବଳ ସୂକ୍ଷ୍ମ ରୂପେ ଆକାଙ୍କ୍ଷା ହୋଇ ଭାସେ, ଅନ୍ଧାର ରାତିରେ ଖାଲ ଉପରେ ଜୁଳୁଜୁଳିଆ ପୋକ ପରି। ଯହୁଁ ଚୈତ ପରି ପାଖ ହେଲା, କାଉପରଜାର ଗତାଗତ ବଢ଼ିଲା ଏପାଖେ। କ୍ଷେତରୁ 10 ଥର ଘରକୁ ଖାଇବା ପାଇଁ ବାହୁଡ଼େ, ପାଣି ଆଣିବା ପାଇଁ ଗାଡ଼ ବାଟେ। ନାଇକର କାଠ ଆଣିବାକୁ ଦିପହରେ ଡଙ୍ଗରକୁ ଯାଏ ଅତି ଅବେଳାରେ। ଯେଉଁ ସ୍ଥାନରେ ଜିଲିବିଲି କନ୍ଦା ଖୋଳନ୍ତି, ଠିକ୍ ସେହି ପାଖର ସାନ ଅଁଳା ଗଛ କି ସରୁ ସରୁ ଧାଡ଼ି ବୁଦାକୁ ସେ ତାର ଟାଙ୍ଗିଆ ପକ୍ଷରେ ଉତ୍କୃଷ୍ଟ ମନେ କରେ। ସେ କୁତ୍ସିତ ତାକୁ ଭିନ୍ନ ଆଖିରେ କେହି ଦେଖନ୍ତି ନାହିଁ ସତ, କିନ୍ତୁ ତାର ଅଧିକାର ଚାହିଁବା, ପଛେ ପଛେ ଧାଇଁବା, କତିରେ ରହିବା, ଏଥିରେ କେହି ବାଧା ଦିଅନ୍ତି ନାହିଁ। ବିଲି ବେଶୀ ଥଟ୍ଟା କରେ, ବେଶୀ ହସେ, ବେଶୀ କୌତୁକ ଲଗାଏ। କାଉପରଜା ଭାବେ ବିଲିର ତାର ବୟସର ତାରତମ୍ୟ ବେଶୀ। ବିଲି ପିଲାଳିଆ, କାମଦାମ ପାଇଁ ମଜବୁତ ନୁହେଁ। ଗମ୍ଭୀର ଭାବେ ଆଲୋଚନା କରି ସେ ଦେଖେ, ଉଚିତ ହୁଅନ୍ତା ଜିଲି
ଜିଲି ସୁନ୍ଦରୀ ତାର ବଳ ଅଛି। ସନ୍ତାନ ଜନ୍ମ କରିପାରିବ, ସୁସ୍ଥ ସବଳ ସନ୍ତାନ, ଯାହାଙ୍କର ଭୋକ ବେଶୀ, ଜୋର ବେଶୀ। ସେ ହୃଦୟ ବୁଝେ, ଟାପରା କରି ଆଘାତ ଦିଏ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟ, ତାର ଚାରିପାଖ ସଫା ଖୋଲା। ସେଠି କେହି ପ୍ରତିଦ୍ୱନ୍ଦ୍ୱୀ ନାହିଁ। କାଉପରଜା ଆପଣା ବୁଦ୍ଧିରେ ସାବ୍ୟସ୍ତ କରିନେଇଥିଲା, ଶୁକ୍ରଜାନୀର ଭାଗ୍ୟ ବିପର୍ଯ୍ୟୟରେ ଜିଲି ପଛରେ କେହି ପ୍ରତିଦ୍ୱନ୍ଦ୍ୱୀ ନାହିଁ। ଜିଲି ତାର ଜହ୍ନ ପଛଆଡ଼େ କିମ୍ଭୂତ କିମ୍ବାକାର ଖଣ୍ଡେ କଳା ଭସାମେଘ ପରି। ଜିଲି ପଛଆଡ଼େ ସେ ଗୋଟାଏ ବଡ଼ ଛାଇ। ଛାଇ ଦୂରରେ ଥାଏ ସତ, କିନ୍ତୁ ଛାଇ ନିଶ୍ଚିତ। ଆପଣାର ଗମ୍ଭୀରତା ସେ କଳାଘୁମର ହୁଏ, କିନ୍ତୁ ପୁଣି ଆକାଂକ୍ଷାର ସୂକ୍ଷ୍ମତାରେ ସେ ଆପେ ହୁଗୁଳା ହୋଇ ଲମ୍ବା ହାତ ଆଗକୁ ବଢ଼ାଇ ଦିଏ, ଭାସିଲା ଭାସିଲା ଛିଣ୍ଡା ପରମେଘ ପରି। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ପରଜାର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି କଥାଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।